କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଦୁର୍ଗମ ପକାରୀ ପଞ୍ଚାୟତର କିରାମୀ ଗାଁରେ ନେଟୱାର୍କ ସମସ୍ୟାର ସମାଧାନ ନେଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କୋଟଗଡ଼ ବ୍ଲକର ପକାରୀ ପଞ୍ଚାୟତର କିରାମୀ ଗାଁରେ ଦୀର୍ଘଦିନ ହେବ ଜିଓ ଟାୱାର ସ୍ଥାପନ ହୋଇଥିଲେ ସୁଦ୍ଧା ଆଜି ଯାଏଁ କାର୍ଯ୍ୟକାରୀ ହୋଇନଥିବା ଦାବି କରିଛନ୍ତି କିରାମୀ ଗ୍ରାମବାସୀ। ଏହି ପକାରୀ ପଞ୍ଚାୟତରେ 5000ରୁ ଉର୍ଦ୍ଧ୍ୱ ବସବାସ କରୁଥିବା ବେଳେ ନେଟୱାର୍କ ସମସ୍ୟା ନେଇ ବହୁ ଅସୁବିଧାର ସାମ୍ନା କରୁଥିବା ଗ୍ରାମବାସୀ କହିଛନ୍ତି। ତେବେ ଦାବି ମୁତାବକ ଦୀର୍ଘଦିନ ହେବ ସ୍ଥାପନ ହୋଇଥିବା ଜିଓ ଟାୱାର କାର୍ଯ୍ୟକାରୀ ହେଲେ ବହୁ ଦିନର ଆଶା ପୂରଣ ହେବା ସହ ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ଦାବିପତ୍ରକୁ ଅନୁଧ୍ୟାନ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ଉପଜିଲ୍ଲାପାଳଙ୍କୁ ଦାବି କରିଛନ୍ତି କିରାମୀ ଗ୍ରାମବାସୀ। କନ୍ଧମାଳ ବାଲିଗୁଡ଼ାରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।